ଏଇ ଯେଉଁ ଗଛର ଫୁଲ ଦେଖୁଛନ୍ତି ଏ କେବଳ ଗୋଟିଏ ଫୁଲ ଯାହା ତଳକୁ ମୁହଁ କରିଛି। ଏ ଫୁଲକୁ ଏଠି ରାବଣ ଫୁଲ କୁହନ୍ତି। ରାବଣର ଦରବାରରେ ଏ ଫୁଲ ଗଛ ବହୁତ ଥିଲା। ସଦାବେଳେ ରାବଣ ଏ ଫୁଲକୁ ନେଇକରି ମହାଦେବଙ୍କୁ ଦିଏ। ମହାଦେବଙ୍କର ଏ ପ୍ରିୟ ଫୁଲ। ରାବଣର ଏତେ ଭକ୍ତି ଦେଖିକିରି ଏ ଗଛର ଫୁଲ ତଳମୁହାଁ ହେଇଗଲେ, ଯାହାଦ୍ୱାରା ରାବଣ ହାତରେ ଧରିକିରି ମହାଦେବଙ୍କୁ ନେବା ପାଇଁ ତା'ର ସୁବିଧା ହେଲା। ତେଣୁ ସେଇଦିନଠୁ ଏଇଟା ରାବଣ ଫୁଲ। ବିଭିନ୍ନ ରଙ୍ଗର, ହଳଦିଆ, ନାଲି, ଧଳା, ଏଇ 3-4 ପ୍ରକାରର ଫୁଲ ଏ ଗଛରେ ଫୁଟେ। ଏଇଟା ଶ୍ରୀଲଙ୍କାର ଚାରିଆଡ଼େ ଏ ଗଛ ଦେଖିବାକୁ ମିଳିବ। ଏବଂ ଇଏ ଫୁଲ ରାବଣ ଫୁଲ। ଏଇଠି ବି ଗୋଟେ ହଳଦିଆ ଗଛ ଫୁଲ ଅଛି। ଏଠି ଗୋଟେ ହେଇଛି ଧଳା ଫୁଲ ଗଛ। ଏଇଠି ଧଳା ଫୁଲ ଫୁଟିଛି। ଏ ସବୁ ତା'ର ମୁହଁ ତଳକୁ। ଚାରିଆଡ଼େ ଦେଖିବେ ଏ ପ୍ରକାର ଫୁଲ ଶ୍ରୀଲଙ୍କାର ଚାରିଆଡ଼େ ରହିଛି। ଆଉ ଏଇଟା ହେଇଛି ହଳଦିଆ ଫୁଲ ଗୋଟେ ଗଛ, ତା'ର ଫୁଲର ମୁହଁ ତଳକୁ। ଏଇଟା ଗୋଟେ ଧଳା ଗଛ, ତା'ର ମଧ୍ୟ ଫୁଲର ମୁହଁ ତଳକୁ ହେଇଛି। ଏ ତଳକୁ ହେବାର କାରଣ ଏଇଆ, ରାବଣକୁ ସୁବିଧା ହେବ। ରାବଣ ତୋଳିକିରି ନେଇକିରି ମହାଦେବଙ୍କୁ ଦେବ। ଏ ଗଛଟା ଆଉ ଗୋଟେ ବହୁତ ବିଚିତ୍ର ଗଛ। ଦେଖନ୍ତୁ, ଗୋଟିଏ ଗଛରେ ବାଁ ପଟ ଡାଳ ଗୁଡ଼ାକରେ ହଳଦିଆ ଫୁଲ ହେଇଛି, ଡାହାଣ ପଟ ଡାଳ ଗୁଡ଼ାକରେ ଧଳା ଫୁଲ ହେଇଛି। ଏଇଠି ଧଳା ଫୁଲ ବି ଅଛି, ଏଇଠି ହଳଦିଆ ଫୁଲ ଅଛି। ଗୋଟିଏ ଗଛରେ 2 ପ୍ରକାର ଫୁଲ। ଏ ଫୁଲକୁ ମହାଦେବଙ୍କୁ ଦିଆଯାଏ।